थिला जे चारि पद पुण्य सत्य जुगरे धर्म शुण थिला जे चारि पद पुण्य सत्य शांति जे दया क्षम धर्म थिला चारि पादेण सत्य शांति जे दया क्षम धर्म थिला चारि पादेण सेठारे धर्म तिनि पाद सत्य पादे हुए छेद सेठारे धर्म तिनि पाद सत्य पादे हुए छेद द्वापरे धर्म हुए तापरे धर्म दुई पाद क्रमे दुई पाद हेला छेद द्वापरे धर्म दुई पाद क्रमे दुई पाद हेला छेद क्रमे दुई पाद हेला छेद क्रमे दुई पाद हेला छेद कहले कौन सत्य जुगरे धर्म थिला चारि पाद सत्य जुग जो आरंभ है धर्म तक चारि पाद तार से पाद कौन से कहते कौन सत्य शांति दया क्षमा चारोटी पाद धर्मकर थिले चारि चरण धर्मकर सत्य जुग से चारि पाद जो त्रेतया जुग आसला धर्म रही तीन पाद गोटे पाद धर्म कटिगला कौन कटिला ना सत्य कटिगला जो त्रेतया जुग आसला गोटे पाद धर्म कटिला तीन पाद धर्म रहा पुणी द्वापर जुग जो आसला धर्मकर दुईटी चरण पुणी कटिगला कौन कटिला ना द्वापर जुगरे सत्य कटि सत्य जुगरे त्रेतया जुग जो आसला सत्य शांति दुईटी पाद कटिगला जेपले द्वापर जुग आसला पुणी दया कटिगला सत्य शांति पुणी कली जुगरे धर्म शुण रही पादेण कली जुगरे धर्म शुण रही चरण सत्य शांति दया जे भोला केवल क्षमाटी रहिला सत्य शांति जे दया गला केवल क्षमाटी रहिला कली शेषरे क्षमा नाही धमती अबाटिब काहि कली शेषरे कली शेषरे क्षमा नाही धमती अबाटिब काहि एणु अवतार मुखई धर्म स्थापनार पाई एणु अवतार मुखई धर्म स्थापनार पाई धर्म स्थापना करई धर्म स्थापना करई कौन कहते ठीक जे जतला कली जुग आसला कली जुगरे धर्म गोटे पादर थिला तीनोटी चरण कटि जाय से चरणटी कौन क्षमा सत्य शांति दया तीनोटी जो धर्मकर चरण कटिगला कली जुगरे गोटे चरण धर्म रहिले से क्षमा नहीं आपण माने सुनिथे भागवत रे लिखा अछि गोटे कहानी जे जतले परीक्षित राजांकर राजनीति चलुला से समय कथा गोटे वृषभ गोटे पादर छिड़ा गोटे गोमाता गोटे वृषभ गोटे पादर छिड़ा जड़े से पादटा को गोटे मुदगर प्रहार भागवत रे लिखा अच्छी आप पढ़ी जे कहीं ना सी कली राजा सी पिटुला सी कली राजा सी चाहूला जे गोटे चरण जो धर्मकर अच्छे भांगी नष्ट करदेवी मु राजनीति करी ये विश्व ब्रह्मांड में कलीर राजनीति मोर निजर राजनीति मुझे करी धर्म को हटेदेवी धर्म हेले किए से धर्म हेले बड़ बड़ कली हेले सान भाई दुई भाई आजिकल देखुए कली जुगे जिते भाई से घर तेणुक
କଳି ତାର ଚାହିଁଲା କଣ ଯେ ମୁଁ ଆକୁ ହଟେଇ ଦେଲା ପରେ ମୁଁ ରାଜୁତି କରିବି। ଏଇ ସମୟର କଥା ପରୀକ୍ଷିତ ରାଜା ଆସି ପହଞ୍ଚିଲେ, ଦେଖିଲେ ଗୋଟେ ନୃଶଂସଟା ଗୋଟିଏ ପାଦରେ ଗୋଟେ ଗୋରୁ ଛିଡ଼ା ହେଇଛି, ବୃଷଭ ଛିଡ଼ା ହେଇଛି, ତା ଗୋଟିଏ ପାଦକୁ ଭାଙ୍ଗି ଦେବାକୁ ଚେଷ୍ଟା କରୁଛି। କଣ ପାଇଁ? ସେ ଶୁଣି ଯେ ଧାର୍ମିକ ରାଜା ଥିଲେ, ସେ ତାଙ୍କର ଚିନ୍ତା କଲେ ଯେ ଇଏ ତାହେଲେ କିଏ ସେରୁ ତାକୁ ତୀର ମାନେ ଧନୁଷରେ ମାରିଦେବାକୁ ଚେଷ୍ଟା କଲେ। ସେ ଯୋଉ କଳି ରାଜା ସିଏ ସାଙ୍ଗେ ସାଙ୍ଗେ ଆସି ଶରଣ ବସିଲା ଯେ ପ୍ରଭୁ ମୋତେ ମାରନ୍ତୁ ନାହିଁ, ମୁଁ ହେଲି ପରିଚୟ ଦେଲେ ମୁଁ ହେଲି କଳି, ମୁଁ ଆସିଛି, ମୋର ସମୟ ହେଇଗଲା, ମୁଁ ବର୍ତ୍ତମାନ ରାଜୁତି କରିବି, ମୋତେ ଟିକେ ଆପଣଙ୍କ ରାଜ୍ୟରେ ସ୍ଥାନ ଦିଅନ୍ତୁ। ପରୀକ୍ଷିତ ରାଜା ତାକୁ ସ୍ଥାନ ଦେଇଥିଲେ, 4ଟି ଜିନିଷରେ ସ୍ଥାନ ଦେଇଥିଲେ ଏବଂ ଶେଷରେ ସୁବର୍ଣ୍ଣରେ ସ୍ଥାନ ଦେଇଥିଲେ। 5ଟି ଜାଗାରେ ତାକୁ ସ୍ଥାନ ଦେଇଥିଲେ। ଯେତେବେଳେ ସୁବର୍ଣ୍ଣରେ ସ୍ଥାନ ଦେଇଥିଲେ, ସାଙ୍ଗେ ସାଙ୍ଗେ ରାଜାଙ୍କର ଯୋଉ ମୁଣ୍ଡରେ ଯୋଉ ସୁବର୍ଣ୍ଣର ମୁକୁଟଟି ଥିଲା, କଳି ରାଜା ତାଙ୍କ ମୁକୁଟରେ ପ୍ରବେଶ କରିଥିଲେ। ସେଠୁ ସେ ଯାଇକି ଗୋଟେ ମୁନିର ଯୋଉ ତପସ୍ୟା କରୁଥିଲେ, ସେ ତାଙ୍କୁ ପାଣି ମାଗିଲେ, ପାଣି ନଦେଲା ପରେ ବେକରେ ସର୍ପ ପକେଇଲେ, ସେ ଅଭିଶାପ ପାଇଲେ। ଏମିତି ଆପଣ କାହାଣୀ ଶୁଣିଥିବେ। ପୁଣି ଭାଗବତ ମାନେ 7 ଦିନ ବ୍ୟାପୀ ଭାଗବତ ଶୁଣିଲା ପରେ ପରୀକ୍ଷିତ ରାଜା ମୁକ୍ତି ପାଇଥିଲେ, ତାଙ୍କୁ ସର୍ପଦଂଶନର ଅଭିଶାପ ମିଳିଥିଲା। ଏ କାହାଣୀ ଶୁଣିଥିଲେ। ସେ କଳି ବର୍ତ୍ତମାନ ଗୋଟିଏ ପାଦରେ ଯୋଉ ଥିଲା କ୍ଷମା, କଳିଯୁଗରେ ଗୋଟିଏ ପାଦରେ ଚାଲିଥିଲା। ବର୍ତ୍ତମାନ ଶେଷ ସମୟ ଯେତେବେଳେ ଆସିଲା, ଏଠି କହୁଛନ୍ତି କଣ ମହାପୁରୁଷ, ସେ କ୍ଷମାଟା ଲୋକଙ୍କ ହୃଦୟରୁ ଚାଲିଗଲା। ଆଉ କାହାକୁ କ୍ଷମା ସତ୍ୟ ତ କହିଲେନି, ଜୀବନରେ କେବେ ସତ୍ୟ କହିଲେନି। ଶାନ୍ତି ତ ତମେ ଯେତେ କୋଟି କୋଟି ସମ୍ପତ୍ତି ଅଜାଣି ଦେବେ, ସେ କେବେ ଶାନ୍ତି ଦେବେନି, ଆହୁରି ଚାହିଁବେ, ମୋର ଆହୁରି ଦରକାର। ଦୟା କୌଣସି ଜୀବ ବା କୌଣସି ମାନେ ନିଜ ସନ୍ତାନ ବା ନିଜ ଜୀବପତି ମାନେ ଜୀବଜଗତ ପ୍ରତି କାହାର ଦୟା ନାହିଁ, ଇଏ କଟି ଯାଇଛି। କେବଳ ଥିଲା କଣ କ୍ଷମା ଭାବ ଥିଲା, ଟିକେ କ୍ଷମା କରୁଥିଲେ, ଟିକେ ଭୁଲ କଲେ କ୍ଷମା କରୁଥିଲେ। ଆଜିକାଲି ଦେଖନ୍ତୁ, ଯଦି କିଏ କୋଉଠି ଗଣ୍ଡଗୋଳ କରିଲା, ବାଡ଼େଇ ଦେଲା, ତାକୁ ଆଗ ପିଟ, ତାପରେ କ୍ଷମା ପଛରେ କରିବା, ଆଗ ତାକୁ ପିଟ ତାପରେ ବିଚାର ହବ। ଏ ମନୋଭାବ ଲୋକଙ୍କର ହେଇଗଲା। ଯେତେବେଳେ ଏପରି ଭାବ ଲୋକଙ୍କର ମନରେ ସୃଷ୍ଟି ହେଲା, ପ୍ରଭୁ ଚିନ୍ତା କଲେ କଣ, ଏ ଧର୍ମର ଯୋଉ ଗୋଟେ ପାଦ ମୋର ଥିଲା, ତାକୁ ମଧ୍ୟ ଇଏ କଳିଯୁଗ ଲୋକ ଶେଷ କରିଦେବେ। ତେଣୁକରି ପ୍ରଭୁ ଚିନ୍ତା କଲେ କଣ ନା, ମତେ ଯିବାକୁ ପଡିବ, ମୋର ସମୟ ଆସିଲା, ମତେ ଯିବାକୁ ପଡିବ। କାହିଁକି ନା ଶେଷ ବେଳେ ଆପଣମାନେ ଲକ୍ଷ୍ୟ କରିଥିବେ, ନାମ ବିକ୍ରି ଚାଲିଲା। ଯୋଉ ଧର୍ମର ବାଲାନ୍ସ ଥିଲା, ନାମ ସଂକୀର୍ତ୍ତନ କଳିଯୁଗରେ ସାରା କରିଥିଲେ କଣ, ନାମ ସଂକୀର୍ତ୍ତନ। ସେ ନାମଟି ଚାଲିଥିଲା ଠିକ ଭାବରେ। ଯେତେବେଳେ ଶେଷ ସମୟ ଆସିଲା, ନାମ ବିକ୍ରି ଚାଲିଲା। ମାନେ ଯୋଉ ମହାମନ୍ତ୍ର ଆମର ନାମ କୁହାଯାଏ, ବିକ୍ରି କଲେ ଲୋକ, ଡିମାଣ୍ଡ କଲେ। ଅଷ୍ଟପ୍ରହରୀରେ ଯାଇ ପହଞ୍ଚିଲେ, ମୁଁ 5,000 ନେଲେ ଅଷ୍ଟପ୍ରହରୀକି ଯିବି, କିଏ କହିଲା ମୁଁ 10,000 ନେଲେ ମୋ ନାମ ଯାଇ କରିବି। ଏମିତି ସବୁ ବିକ୍ରି ହେଲା ଶେଷ ସମୟରେ। ମାନେ ଯେତେବେଳେ ଧର୍ମ ଯେତେବେଳେ କଳୁଷିତ ହେଇଗଲା, ଆଉ ଲୋକଙ୍କ ହୃଦୟରେ ଭାବନା, ଧର୍ମର ଭାବନା ରହିଲା ନାହିଁ। ତେଣୁକରି ପ୍ରଭୁ ଚିନ୍ତା କଲେ, ମତେ ନ ଗଲେ ଇଏ ସୃଷ୍ଟି ଆଉ ରହିବ ନାହିଁ। ନା ଧର୍ମ ରହିଲେ ଧରିତ୍ରୀ ରହିବ ନା, ଧରିତ୍ରୀ ରହିଲେ ଜୀବଜଗତ ରହିବ ନା। ଯଦି ଧର୍ମ ହିଁ ନାହିଁ, ଧରିତ୍ରୀ ଆସିବ କୁଆଡୁ? ଯଦି ଧରିତ୍ରୀ ନାହିଁ, ଜୀବଜଗତ ରହିବେ କିପରି? ଏ ସୃଷ୍ଟି କେମିତି ସମ୍ଭବ ହବ? ତେଣୁକରି ପ୍ରଭୁ ଅବତାର ହୋଇକି ଆସିଲେ, କଳିକି ଅବତାର ହୋଇ ଆସିଲେ ଧର୍ମକୁ ସ୍ଥାପନା କରିବା ପାଇଁ। ତାହେଲେ କାହିଁକି ଆସିଲେ ଧର୍ମ କାହିଁକି ସ୍ଥାପନା କରିବେ? ନା ଦୁଷ୍କୃତ ନାଶନ କରିବା ପାଇଁ। ଏ ଯୋଉ ଲୋକଙ୍କ ହୃଦୟରେ ଯୋଉ ଦୁଷ୍କୃତ ବା ପାପ କଳୁଷ ଭର୍ତ୍ତି ହେଇଯାଇଛି, ତାକୁ ନାଶନ କରିବା ପାଇଁ ପ୍ରଭୁ ମାନବ ଶରୀରରେ ଆସିଲେ। ମାନବ ଶରୀରରେ ଆସି କଣ କଲେ ନା, ଦୁଷ୍କୃତକୁ ନାଶନ କରିବେ। ପ୍ରଥମେ ଦୁଷ୍କୃତ ନାଶନ କରିବେ, ତାପରେ ଧର୍ମ ସ୍ଥାପନା କରିବେ। ଟିକେ ଭଲ ଭାବେ ଚିନ୍ତା କରନ୍ତୁ, ପ୍ରଭୁଙ୍କର ଲକ୍ଷ୍ୟଟା ଗୋଟେ ବୁଝନ୍ତୁ। ପ୍ରଥମେ ଯେ ଲୋକଙ୍କର ହୃଦୟରୁ ବା ମନୁଷ୍ୟଙ୍କର ହୃଦୟରୁ ଯୋଉ ପାପ କଳୁଷ ଭର୍ତ୍ତି ହେଇଗଲାଣି, କଳି ଭର୍ତ୍ତି କରିକି ରଖିଛି, ପ୍ରଥମେ ତାକୁ ସେ ଶେଷ କରିବେ, ତାପରେ ଧର୍ମ ସ୍ଥାପନା କରିବେ। ଧର୍ମ ସ୍ଥାପନା କଲା ପରେ ଜୀବ ପରିତ୍ରାଣ କରିବେ। ଯୋଉ ଜୀବ ଯୋଉ 4 ଯୁଗରୁ ପ୍ରଭୁଙ୍କ ପଛରେ ଗୋଡଉଛି, ଭ୍ରମୁଛି, ତାପରେ ଜୀବକୁ ଉଦ୍ଧାର କରିବେ। ତାହେଲେ ଆମେ କଣ କରୁଛେ? ଆମେ ସମସ୍ତେ ଗ୍ରହଣ ଦଳେ ସ୍ଥାନ ପାଇଛେ, ଭାଇ ସମସ୍ତେ ଆଜି ଭଗବାନଙ୍କ ନାମ ନଉଛେ, କିନ୍ତୁ ଆମେ ଧର୍ମ କଣ ଜାଣିଲେ ନାହିଁ। ସେ କହିଲେ କଣ, ଧର୍ମଙ୍କର ଯୋଉ 4 ଚରଣ, 4 ପାଦରେ ଧର୍ମ ଥିଲେ, ସବୁ ଯେତେବେଳେ ଶେଷ ହେବାକୁ ବସିଲା, ପ୍ରଭୁ ଆସିକି ତାଙ୍କର ଧର୍ମ ସ୍ଥାପନା କରି ଆସିଲେ। ତାହେଲେ ये जो 4 चरण विषय में आमे टिके टिके जानिबा जे कोन ये 4टी चरण।